ଯଦି କ୍ରିକେଟକୁ ଫଲୋ କରୁଛନ୍ତି ତାହେଲେ ଆପଣ ଏଇ ଶବ୍ଦ ନିଶ୍ଚିତ ଶୁଣିଥିବେ କି ଏଇ ବିରାଟ କୋହଲି 26ର ନୁହଁ 16ର ବିରାଟ କୋହଲି। ଚାଲନ୍ତୁ ଜାଣିବା 16ରେ ବିରାଟ କୋହଲି ଥିଲେ କେଉଁ ଭଳିଆ। ଆଜ୍ଞା 2016 କୋହଲିଙ୍କ ପାଇଁ କ୍ରିକେଟ କ୍ୟାରିୟରରେ ଗୋଟେ ବିରାଟ ସିଜିନ୍ ଭବି ହେଲା। ଏଇ ସିରିଜ୍ରେ ସେ 12ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ, 1215 ରନ୍ କରିଥିଲେ, 75.93ର ଆଭରେଜରେ, 3ଟା ଡବଲ ସେଞ୍ଚୁରୀ ଥିଲା ଏବଂ 10ଟି ଓଡିଆଇ ମ୍ୟାଚ୍ରୁ ପାଖାପାଖି ସେ 749 ରନ୍ କରିଥିଲେ, ଆଭରେଜ 92.37ର ଏବଂ ଯାହାଦ୍ୱାରା 3ଟି ସେଞ୍ଚୁରୀ ମଧ୍ୟ ସାମିଲ ଥିଲା। ଟି20 କଥା ଯଦି କହିବା, ଟି20ରେ ବିରାଟ କୋହଲି 100.83ର ଆଭରେଜରେ ପାଖାପାଖି 641 ରନ୍ କରିଥିଲେ। ଏହି ବର୍ଷ ଟି20 ୱାର୍ଲଡ କପ୍ ବି ହୋଇଥିଲା ଏବଂ ଟି20 ୱାର୍ଲଡ କପ୍ରେ କୋହଲି ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ଥିଲେ। 5ଟି ମ୍ୟାଚ୍ରୁ 273 ରନ୍ କରିଥିଲେ। ଆଉ ଯଦି ଟୋଟାଲ ଆଭରେଜ କଥା କହିବା 106ର ଆଭରେଜ ଥିଲା। ଟୋଟାଲ ଇଣ୍ଟରନ୍ୟାସନାଲ କ୍ରିକେଟରେ 37ଟି ମ୍ୟାଚ୍ ଖେଳିଥିଲେ 2016ରେ, 2595 ରନ୍ କରିଥିଲେ, ଆଭରେଜ ଥିଲା 86.50ର। ଆଉ 2016 ଆଇପିଏଲ୍ କୋହଲିଙ୍କ ପାଇଁ ଗୋଟେ ବିରାଟ ସିଜନ୍ ସାଜିଥିଲା, ଯାହାଦ୍ୱାରା 16ଟି ମ୍ୟାଚ୍ରେ 963 ରନ୍ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ କେହି ଭାଙ୍ଗି ମଧ୍ୟ ପାରୁନାହାନ୍ତି। ଆଉ ଏଇ ସିରିଜ୍ରେ ସେ ପାଖାପାଖି 4ଟି ସେଞ୍ଚୁରୀ ମାରିଥିଲେ ଏବଂ ମୋଷ୍ଟ ଭ୍ୟାଲ୍ୟୁଏବଲ୍ ପ୍ଲେୟାର ଏବଂ ଅରେଞ୍ଜ କ୍ୟାପ୍ ମଧ୍ୟ କୋହଲି ଏହି ବର୍ଷ ଜିତିଥିଲେ। କ'ଣ 26ରେ କୋହଲି ଏ ରେକର୍ଡ